ରାଇବଣିଆ ଲୋକ ମହୋତ୍ସବ ଗତ ଫେବୃଆରୀ 7 ତାରିଖରେ ଆରମ୍ଭ ହୋଇ ଗତ 15 ତାରିଖ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। 9 ଦିନ ଧରି ଚାଲିଥିବା ରାଇବଣିଆ ଲୋକ ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ବହୁ ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ନୃତ୍ୟ, ସଙ୍ଗୀତ, ମ୍ୟୁଜିକ୍ ଚେୟାର, ଫୁଟବଲ ଓ ଭଲିବଲ ଖେଳ ଅନୁଷ୍ଠିତ ହୋଇଥିଲା। 3 ଦିନ ଧରି ଚାଲିଥିବା ସୁନାବହୁ କାର୍ଯ୍ୟକ୍ରମ ଅଷ୍ଟମ ସନ୍ଧ୍ୟାରେ ଶେଷ ହୋଇଥିଲା। ଫାଇନାଲ ରାଉଣ୍ଡରେ ସ୍ୱର୍ଣ୍ଣମୟୀ ସିଂଙ୍କୁ ପ୍ରଥମ, ତୁଳସୀ ଘୋଷଙ୍କୁ ଦ୍ୱିତୀୟ ଓ ଶେଫାଳୀ ଘୋଷଙ୍କୁ ତୃତୀୟ ସ୍ଥାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା। କୃତି ପ୍ରତିଯୋଗୀମାନଙ୍କୁ କମିଟି ପକ୍ଷରୁ ମାନପତ୍ର ଓ ଜଳେଶ୍ୱର ଥାନା ବଜାର ସ୍ଥିତ ପାର୍ବତୀ ଜୁଏଲାର୍ସ ପକ୍ଷରୁ ସ୍ୱର୍ଣ୍ଣ ଅଳଙ୍କାର ଦେଇ ପୁରସ୍କୃତ କରାଯାଇଥିଲା। ସେହିପରି ଗତକାଲି ସନ୍ଧ୍ୟାରେ ପୁଲୱାମା ଆକ୍ରମଣର ଶହୀଦ ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ମହମବତୀ ପ୍ରଜ୍ୱଳନ ସହିତ 1 ମିନିଟ୍ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ସନ୍ଧ୍ୟାରେ କମିଟିର ସଭାପତି ଅନନ୍ତ କୁମାର ବିଶ୍ୱାଳ ପୌରୋହିତ୍ୟ କରିଥିଲେ। କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ଦାସ, ସାଧାରଣ ସମ୍ପାଦକ ଦିଲ୍ଲୀପ ସାମଲ, ଯୁଗ୍ମ ସମ୍ପାଦକ ସନ୍ଦୀପ ନାରାୟଣ ଘୋଷ, ଉପସଭାପତି ନିଗମାନନ୍ଦ ଘୋଷ, ମୁନୀନ୍ଦ୍ର ଧର, ମାନସ ଦାସ ମହାପାତ୍ର, କୁଞ୍ଜ ବିହାରୀ ଗିରି, ବଂଶୀଧର ବାରିକ, ସୁକୁମାର ପ୍ରଧାନ, ଯତୀନ୍ଦ୍ରନାଥ ମହାନ୍ତି, ଆଲୋକଚନ୍ଦ୍ର ଘଡ଼େଇ, ଗୌରାଙ୍ଗ ମହାପାତ୍ର ଓ ବିଷ୍ଣୁପଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଇତିହାସ ପ୍ରସିଦ୍ଧ ରାଇବଣିଆ ଦୁର୍ଗର ସାମଗ୍ରିକ ବିକାଶ ପାଇଁ ଏହି ଲୋକ ମହୋତ୍ସବ ଦୀର୍ଘ 13 ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ବୋଲି ସେ ପ୍ରକାଶ କରିଥିଲେ। 9 ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ ଗୋପାଳ ଚନ୍ଦ୍ର ଜେନା, ଗିରିଜା ସାସମଲ, ସୁକାନ୍ତ କୋଇଲା, ପ୍ରଦୀପ ଘୋଷ, ମନୋରଞ୍ଜନ ଦେ, ଶୁଭଜିତ ପାଲ, ବସନ୍ତ ଘୋଷ, ମନ୍ମଥ ଖଟୁଆ, ମହେଶ୍ୱର ଘୋଷ ଓ ଗୋପାଳ ଜେନା ପ୍ରମୁଖ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ। ପ୍ରତ୍ୟେକ ଦିନ ଭଣ୍ଡାରୀପଲ୍ଲୀ ସ୍ଥିତ ମା ଶାରଦା ସଙ୍ଗୀତ ଏକାଡେମୀର ଛାତ୍ରୀମାନଙ୍କ ଦ୍ୱାରା ରାଇବଣିଆ ସଙ୍ଗୀତ ଗାନ କରାଯାଇଥିଲା। ଜଳେଶ୍ୱରରୁ ସୁକୁମାର ରଣାଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। ପରିଚୟଟା ଦେଲେ। ଗଙ୍ଗାଧର ଦାସ, କାର୍ଯ୍ୟକାରୀ ସଭାପତି ରାଇବଣିଆ ଲୋକ ମହୋତ୍ସବ କମିଟି। ଯେଉଁ ସଂସ୍କୃତି ମନ୍ତ୍ରୀ ରାଇବଣିଆ ଲୋକ ମହୋତ୍ସବକୁ 5 ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି, ଏ ନେଇ କ'ଣ କରିବେ କହିବେ? ଦୀର୍ଘ 13 ବର୍ଷ ଧରି ରାଇବଣିଆ ଲୋକ ମହୋତ୍ସବ ଆମେ ଅନୁଷ୍ଠିତ କରିଆସୁଛୁ ଏବଂ ସେଥିରେ ବିଭିନ୍ନ ବର୍ଗର ଲୋକଙ୍କର ଅନୁଦାନରେ ଆମେ ଏଠି ରାଇବଣିଆ ମହୋତ୍ସବଟିଏ କରୁଛୁ। ବହୁ କଷ୍ଟ ଅନୁଭବ କରି ଏ ରାଇବଣିଆ ମହୋତ୍ସବଟିକୁ ଆମେ କରିଥିଲୁ, କିନ୍ତୁ ଗତ ବର୍ଷ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଆମର ରାଇବଣିଆ ଲୋକ ମହୋତ୍ସବ କମିଟିକୁ 2 ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ ଏବଂ ସେହି 2 ଲକ୍ଷ ଟଙ୍କା ଅନୁଦାନ ପାଇ ଏ ବର୍ଷ ଆମ ରାଇବଣିଆ ଲୋକ ମହୋତ୍ସବ କମିଟି ଏଠି ମେଳାଟି ଖୁବ୍ ସୁନ୍ଦର ଭାବରେ କରିଛନ୍ତି ଏବଂ ଲୋକଙ୍କୁ ଆନନ୍ଦ ଦେଇଛନ୍ତି ଏବଂ ସୁନ୍ଦର ଭାବରେ ମେଳାଟି ଚାଲିଛି ଆଜି ଦୀର୍ଘ 8 ଦିନ ଧରି। ଏହି ବର୍ଷ ଆମର ମାନ୍ୟବର ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାତ୍ର ଆମମାନଙ୍କର ଅସୁବିଧାକୁ ଉପଲବ୍ଧି କରି ଏହି ମେଳାକୁ ଏହି ବର୍ଷ ସଂସ୍କୃତି ବିଭାଗ ତରଫରୁ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ 5 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ସେଥିପାଇଁ ରାଇବଣିଆ ଲୋକ ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା, ରାଇବଣିଆ ଅଞ୍ଚଳର ସମସ୍ତ ଜନପ୍ରତିନିଧି, ରାଇବଣିଆ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ